ଶ୍ରୀରାମଙ୍କର ଗୁଣ ଗାରିମା ଉପରେ ଆଧାରିତ ସନ୍ଥ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ଆପଣମାନେ ପୂର୍ବ ଅଧ୍ୟାୟରେ ଶ୍ରବଣ କରିଥିଲେ। ପରଶୁରାମ ସେଠାରୁ ବିଦାୟ ନେଇ ସାରିଛି। ତାପରେ ରାଜା ଜନକ ବିଶ୍ୱାମିତ୍ରଙ୍କୁ ବିବାହ କଥା କହୁଛନ୍ତି। ବିଶ୍ୱାମିତ୍ର କହୁଛନ୍ତି ଧନୁଭଙ୍ଗ ସଙ୍ଗେ ସଙ୍ଗେ ବିବାହ ହୋଇଯାଇଛି, କିନ୍ତୁ ଆପଣଙ୍କର କୁଳ ବନ୍ଧୁ ଓ କୁଳ ପୁରୋହିତଙ୍କୁ ନେଇ କେମିତି କ'ଣ କରାଯିବ ସେ କଥା ଆପଣ ବିଚାର କରନ୍ତୁ ଓ ଅଯୋଧ୍ୟାକୁ ଦୂତ ପ୍ରେରଣ କରନ୍ତୁ ରାଜା ଦଶରଥଙ୍କୁ ଆଣିବା ପାଇଁ। ତାପରେ ସାରା ମିଥିଳା ନଗରୀ ସଜେଇ ହେବାରେ ଲାଗିଛି, ବେଦୀ ବନ୍ଧା ଚାଲିଛି। ଏ ପର୍ଯ୍ୟନ୍ତ ଆପଣମାନେ ଶ୍ରବଣ କରିଥିଲେ। ଆସନ୍ତୁ ଆଗକୁ ଯିବା, ଆଉ କ'ଣ ହେଉଛି ସମ୍ପୂର୍ଣ୍ଣ ରୂପେ ଶ୍ରବଣ କରିବା। ରାମାୟ ରାମନାଥାୟ ରାମଚନ୍ଦ୍ରାୟ ଭେଦସେ ରଘୁନାଥାୟ ନାଥାୟ ସୀତାୟ ପତये ନମଃ ସୀତାୟ ପତये ନମଃ ସୀତାୟ ପତये ନମଃ। ରଚେ ରୁଚିର ବର ବନ୍ଦନୀୟ ୱାରେ ମନହୁ ମନୋଭବ ଫନ୍ଦ ସୱାରେ ମଙ୍ଗଳ କଲଶ ଅନେକ ବନାଏ ଧ୍ୱଜ ପତାକ ପଟ ଚମର ସୁହାଏ। ସେହି ଆମ୍ବପତ୍ର ପ୍ରଭୃତିର ସୁନ୍ଦର ମାଳ କରାଯାଇ ସେଗୁଡ଼ିକ ଏପରି ଛନ୍ଦାଛନ୍ଦି କରି ବନ୍ଧାଗଲା ଯେ ମନେ ହେଲା ସତେ ଯେପରି କାମଦେବ ଏକ ଜାଲ ତିଆରି କରିଛନ୍ତି। ବିଭିନ୍ନ ସ୍ଥାନରେ ଅନେକ ମଙ୍ଗଳ କଳସ ଓ ସୁନ୍ଦର ଧ୍ୱଜା ପତାକା ପରଦା ଓ ଚାମରମାନ ସଜାଗଲା। ଦୀପ ମନୋହର ମଣିମୟ ନାନା ଯାଇ ନବରଣୀ ବିଚିତ୍ର ବିତାନା ଯେହି ମଣ୍ଡପ ଦୁଲହିନି ବୈଦେହୀ ଶୋଭର ନଈ ଅତି ମୋତି କବି କେହି। ଯେଉଁ ବିଚିତ୍ର ମଣ୍ଡପରେ ମଣିମାଣିକ୍ୟ ଦୀପ ପରି ଜଳୁଥାଏ ତାହାର ବର୍ଣ୍ଣନା ତ କରିହେବ ନାହିଁ। ଯେଉଁ ମଣ୍ଡପରେ ଜାନକୀ ବୋହୂ ହୋଇ ବସିବେ ତାର ବର୍ଣ୍ଣନା କରିବାକୁ କେଉଁ କବିର ବା ବୁଦ୍ଧି ପାଇବ। ଦୁଲହୁରା ରୂପ ଗୁଣ ସାଗରା ଶୋଭିତାନୁ ତିନୁ ଲୋକ ଉଜାଗରା ଜନକ ଭବନ କଇ ଶୋଭା ଜଇସି ଗୃହ ଗୃହ ପ୍ରତି ପୁରା ଦେଖିଅତଇସି। ଯେଉଁ ମଣ୍ଡପରେ ରୂପ ଓ ଗୁଣର ସାଗର ଶ୍ରୀରାମ ବର ହୋଇ ବସିବେ ସେହି ମଣ୍ଡପ ତ ତ୍ରିଲୋକରେ ପ୍ରସିଦ୍ଧ ହେବା ସ୍ୱାଭାବିକ। ଜନକଙ୍କ ନଅର ଯେପରି ଶୋଭା ପାଇବା ନଗରର ପ୍ରତ୍ୟେକ ଘର ସେହିପରି ଶୋଭା ପାଇଲା। ଯେହି ତେର ହୁତି ତେହି ସମୟ ନିହାରି ତେହି ଲଘୁ ଲଗହି ଭୁବନ ଦଶ ଚାରି जो संपदा नीच गृह सोहा शोभिल किशोर नायक मोहा। ସେତେବେଳକାର ମିଥିଳା ନଗରୀକୁ ଯେ ଦେଖିଲା ତାକୁ ତ 14 ଭୁବନ ମଧ୍ୟ ତୁଚ୍ଛ ଲାଗିଲା। ସେତେବେଳେ ଜନକପୁରୀରେ ଜଣେ ସାଧାରଣ ଲୋକର ଘରକୁ ବି ଯେଉଁ ସମ୍ପଦ ସୁଶୋଭିତ କରୁଥିଲା ତାହା ଦେଖି ଇନ୍ଦ୍ର ମଧ୍ୟ ମୋହିତ ହୋଇଯାଉଥିଲା। ବସଇ ନଗର ଯେହି
ଲଛିକାରି କପଟ ନାରୀ ବର ବେଶୁ ତେହି ପୁର କଇ ଶୋଭା କହତ ସାକୁ ଚାହିଁ ଶାରଦ ଶେଷୁ ଶାରଦ ଶେଷୁ। ଯେଉଁ ନଗର ସ୍ୱୟଂ ଲକ୍ଷ୍ମୀ ଗୁପ୍ତ ଭାବରେ ନାରୀ ଶିରୋମଣି ବେଶ ଧରି ବାସ କରୁଥିଲେ, ସେହି ନଗରର ଶୋଭା ବର୍ଣ୍ଣନା କରିବାକୁ ତ ସ୍ୱୟଂ ସରସ୍ୱତୀ ଓ ଶେଷଦେବ ମଧ୍ୟ ନିଜକୁ ଅଯୋଗ୍ୟ ମନେ କରିବେ। ପହୁଁଚେ ଦୂତ ରାମ ପୁର ପାବନ ହରସେ ନଗର ବିଲୋକି ସୁହାବନ ଭୂପଦ୍ୱାର ତିନ ଖବର ଅରିଜନାଇ ଦଶରଥ ନୃପ ଶୁନି লিয়ে ବୋଲାଇ। ଜନକଙ୍କ ଦୂତମାନେ ଯାଇ ଶ୍ରୀରାମଙ୍କର ପବିତ୍ର ନଗରୀ ଅଯୋଧ୍ୟାରେ ପହଞ୍ଚିଗଲେ। ସୁନ୍ଦର ନଗର ଦେଖି ସେମାନେ ଅତ୍ୟନ୍ତ ଆନନ୍ଦିତ ହେଲେ। ରାଜଦ୍ୱାରକୁ ଯାଇ ସେମାନେ ଭିତରକୁ ସମାଚାର ପଠାଇଲେ। ସମାଚାର ପାଇ ରାଜା ଦଶରଥ ସେମାନଙ୍କୁ ଭିତରକୁ ଡକାଇଲେ। କରି ପ୍ରଣାମ ତିନ ପାତି ଦିନି ମୁଦିତ ମହୀପ ପୁଠିଲିନି ବାରି ବିଲୋଚନ ବାଞ୍ଚତ ପାତି ପୁଲକ ଗାତ ଆଇ ଭରି ଛାତି। ଦୂତମାନେ ତାଙ୍କୁ ପ୍ରଣାମ କରି ତାଙ୍କ ହାତକୁ ଜନକଙ୍କର ପତ୍ର ବଢ଼ାଇ ଦେଲେ। ରାଜା ପ୍ରସନ୍ନ ହୋଇ ସ୍ୱୟଂ ଉଠି ଆସି ତାହା ଗ୍ରହଣ କଲେ। ପତ୍ରଟି ପଢ଼ୁ ପଢ଼ୁ ରାଜା ତାଙ୍କ ନେତ୍ର ପ୍ରେମ ଓ ଆନନ୍ଦର ଅଶ୍ରୁରେ ପୂର୍ଣ୍ଣ ହୋଇଗଲା। ଶରୀର ପୁଲକିତ ହୋଇଗଲା, ହୃଦୟ ଆନନ୍ଦରେ ପୂରି ଉଠିଲା। ରାମ ଲଖନୁର କରବର ଚିଠି ରହି ଗାଏ कहत नोखाटी मीठी पुनि धारी धीर पत्रिका बांची हरसी सभा भात सुनि सांची। हृदय राम ओ लक्ष्मण हाथरे सुंदर पत्रिका। राजा पत्रिकाटी धरी स्तब्ध होई रहीगले। पाटिरू भल कि मंद किछि वचन बाहरिला नहीं। किछि समय परे से धैर्य धरी पुणी थरे पत्रटी पढ़िले। प्रकृत संवादटी शुणी समग्र राजसभा हर्षित होईगला। लेखत रहे शुद्धि पाई भरे भर तू सहित हित भाई पूछत अति सने स्नेह सकुचाई तात कहाते पातियाई। भरत सेतबेलकु भाई शत्रुघ्न अन्य सांगसाथी सहित खेलुथिले। समाचार पाई सेमाने खेल पाखरु धाई आसिले। आसु आसु अत्यंत स्नेहर सहित नम्र होई पचारिले, पिताश्री पत्र केउठु आसिछि? कुशल पान प्रिय बंधु दऊ अहई कहऊ के ही देश सुनि स्नेह साने वचन बाची बहुरी नरेश बहुरी नरेश। आमर प्राणप्रिय दुई भाई कुशल रे अछंती तो सेमाने एबे केउ देश रे अछंती? एभली स्नेहपूर्ण वचन शुणी राजा पुणी थरे पत्र पढ़ी शुणाई देले। सुनि पाति पुलके दो भ्राता अधिक स्नेहु समान नगाता प्रीति पुनित भरत कई देखी
सकल सभा सुख लहेउ विशेषी। पत्र शुणी दुई भाई आनंदरे रोमांचित होइगले। एते अधिक आनंद हेला जे देह ताहा संभाळी पारिला नाही। भरतंकर प्रगाढ़ प्रेम देखि सभार समस्त विशेष आनंदित होइगले। तब नृप दूत निकट बैठारे मधुर मनोहर वचन उचारे। भया कहूँ कुशल दौबारे तुमनिके निज नयन निहारे। राजा सेही दूत मानकु डाकी पाखरे बसाइले एवं कोमल मधुर कंठरे पचारिले, कुह भाई आम दुई पुओ कुशल रे अछंती तो? तुमे निजे तांकु भल करी देखिछ तो? श्यामल गौर धरे धनु भाथा बय किशोर कौशिक मुनि साथा। पहिचानहु तुम कहु सुभाऊ प्रेम विवश पुनि पुनि कहराऊ। जड़े श्यामल आर जनक गौरवर्ण हाथरे धनुषर धरी थांती। किशोर बयस विश्वामित्र मुनिंक साथिरे रहिथिबे। तुमे जदि तांकु चिन्हिछ तेबे तांको स्वभाव किपरि कहिल? राजा प्रेमविष्ट होई बारंबार एहिपरि पचारिले। बंधु माने आजि पई एतिकी, पुणी साक्षात हेबो आगामी अध्याय रे। भीमस्यापि रणुभंग मुनिरपि मति भ्रम। यदि शुद्धम शुद्ध वा मम दोष न विद्यते। मम दोष न विद्यते। मम दोष न विद्यते।